ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ନ ଯାଇପାରିବା କଥା ମୁଁ ଆପଣମାନଙ୍କୁ କହିଥିଲି। ସେଇଦିନୁ ମନରେ ଗୋଟେ ଭାବନା ଥିଲା, ମହାପ୍ରଭୁ ଜ୍ୱରରେ ପଡ଼ିଥିବା ବେଳେ ନିଶ୍ଚୟ ମୁଁ ଟିକେ ପୁରୀ ଯିବି। ଗତ ରବିବାର ଦିନ ମନରେ ଭାବିଥିଲି, ଆଜି କିଏ ହେଲେ ପିଲା ମୋତେ ଟିକେ ପୁରୀ ନେଇଯିବେ। କିନ୍ତୁ ବିଭିନ୍ନ କାରଣରୁ ପିଲାମାନେ କେହି ମୋତେ ପୁରୀ ନେଇପାରିଲେ ନାହିଁ। ସନ୍ଧ୍ୟା 6:30 ବେଳେ ମୁଁ ଲାଇଭ୍ କରିବାକୁ ବାହାରୁଛି, 3 ପିଲା ଆସି ସେଇଠି ପହଞ୍ଚିଗଲେ। ଏକଥା କହୁ କହୁ ବାଟ ମଙ୍ଗଳା ଆସିଗଲେଣି। ମାଆଙ୍କୁ ପ୍ରଣାମ। ସେଦିନ ସବୁ ମୋତେ ଏତେ ସହଜ ସୁନ୍ଦର ଭାବରେ ମୁଁ ସମସ୍ତଙ୍କ ଦର୍ଶନ କରିଥିଲି, ଆଉ କ'ଣ କହିବି। ହଉ, ସେଇଠୁ 3 ପୁଅ ଆସି ମୋ ପାଖେ ବସିଲେ। ମୁଁ କହିଲି, କାହିଁ ମିଠି ବସିଛ କିରେ? ମୁଁ ବା ଆଉ ଟିକେ ଗଲେ ଲାଇଭ୍ କରିବି, ଆଉ ତମେ ତ ମୋତେ ଆଜି କେହି ପୁରୀ ନେଲନି, ଆଉ ଏଇଠି ମୋ ପାଖେ ବସି କାହିଁ ଗହଳି କରୁଛ? ତମର ସବୁ କାମ ଥିବ, ଯାଉନ। ସେ କହିଲେ, ଏଇନା ସଞ୍ଜ ବୁଡ଼େ ଆଉ କ'ଣ କାମ ଅଛି? ଦିନରେ କାମ ଥିଲା ବୋଲି ଆମେ ତୋତେ ନେଇପାରିଲୁନି। ଚୁଙ୍ଗା ବି ସେଇଠି ବସିଥିଲା, କହିଲା, କାଲି ମୋ ଅଫିସ୍ କାମ ସରିଲା ପରେ ମୁଁ ତୋତେ ନେଇଯିବି। ବୋଲେ, କାଲି ଯଦି ନେଇଯିବୁ ତାହେଲେ ଆଜି କାହିଁକି ନୁହେଁ? କହିଲା, ଚାଲୁନୁ, ମୁଁ କ'ଣ ମନା କରୁଛି। ସେ ଯେମିତି ଏତିକି କହିଛି, ମୁଁ ୟାଙ୍କୁ ଖୋଜିବାରେ ଲାଗି ପଡ଼ିଲି। ଦେଖିଲା ବେଳକୁ ଏ ଘରେ ନାହାନ୍ତି। ଗୁହାଳକୁ ଦୌଡ଼ିଲି। ଆଶ୍ଚର୍ଯ୍ୟ କଥା, 6:30 ବେଳକୁ ଗାଈ ସବୁ ଆସିଯାଇଛନ୍ତି, ଆଉ ପ୍ରାୟ ତାଙ୍କ ଖିଆପିଆ ସରିଯାଇଛି ଗାଈଙ୍କର। ସବୁଦିନ ମୁଁ ଲାଇଭ୍ କଲାବେଳେ ଆପଣମାନେ ଜାଣିଥିବେ, ସେ ଯାଇ ଗାଈ ଖୁଆନ୍ତି 8ଟା 8:30 ବେଳକୁ ଗୁହାଳୁ ଘରୁ ଆସନ୍ତି। ସେଦିନ କାମ ଯାକ ସରିଯାଇଛି। ମୁଁ କହିଲି, ଚୁଙ୍ଗା କହୁଛି ଆମକୁ ପୁରୀ ନେଇଯିବ, ଯିବା କି? ସେ ସେଠୁ ହଁ କଲା। ସେ ହଁ କଲେ। ସେ ଯେମିତି ହଁ କଲେ, ମୁଁ ଖୁସିରେ ଦୌଡ଼ି ଦୌଡ଼ି ଗୁହାଳୁ ଆସିଲି, ଆଉ କେମିତି ଶୀଘ୍ର ପୁରୀ ବାହାରିବା ସେଇ ବନ୍ଦୋବସ୍ତରେ ରହିଲି। ଏବେ ଅଲାରନାଥଙ୍କ ପାଖେ ଆମେ ପହଞ୍ଚି ଯାଇଛୁ, ଆଉ ସେଇଠିକାର ଭିଡ଼ିଓ ସବୁ ଦେଖନ୍ତୁ ଆପଣମାନେ। ଏମିତି ହେଇ ଘରୁ ବାହାରିଲା ବେଳେ ମୁଁ ପୁରୀର ଜଣେ ପରିଚିତଙ୍କୁ ଫୋନ୍ କଲି, ପୁରୀରେ କେମିତି କ'ଣ ଗହଳି ହେଉଛି। ସେ କହିଲେ, ଆପଣ କ'ଣ ବାହାରି ଆସିଲେଣି? ମୁଁ କହିଲି, ହଁ, ମୁଁ ବାହାରି ଆସିଲିଣି। ସେ କହିଲେ, ଆପଣଙ୍କୁ ତ ତାହେଲେ ବହୁତ ବେଳ ଅପେକ୍ଷା କରିବାକୁ ପଡ଼ିବ। ପ୍ରଭୁଙ୍କର ଦର୍ଶନ ମିଳିପାରିବ, କିନ୍ତୁ ଏବେ ଅଣସର ନୀତି ଆରମ୍ଭ ହୋଇଯାଇଛି, ତେଣୁ ଆପଣଙ୍କୁ ଦର୍ଶନ ମିଳିବ ନାହିଁ। ଆପଣ ଟିକେ ଅଲାରନାଥ ପଳାଉନାହାନ୍ତି। ସତ କହୁଛି, ଅଲାରନାଥକୁ ଯିବାର କୌଣସି ଭାବନା ଆମ ମନରେ ନଥିଲା। ଆମେ ଅଲାରନାଥ ଗଲୁ। ଅଲାରନାଥ ଯିବା ପୂର୍ବରୁ ମୁଁ କାର୍ତ୍ତିକକୁ ଫୋନ୍ କଲି, ଆଉ ସେ 18ନଳା ପାଖରେ ଆସି ଆମ ସାଙ୍ଗରେ ମିଶିଗଲେ। ଅଲାରନାଥରେ ଗୋଟେ ଭାବମୟ ପରିବେଶ ଚାଲିଥିଲା। ସେଠି ଭଜନ ସନ୍ଧ୍ୟା ଚାଲିଥିଲା, ଆଉ ମୁଁ ତ ପୁରା ଭାବରେ ଉବୁଟୁବୁ ହେଉଥିଲି, କାହିଁକିନା ମୁଁ ଯାଇ ନ ପାରିବାର ଦୁଃଖ ସାଙ୍ଗେ ସାଙ୍ଗେ ପୁଣି ଯିବାର ଖୁସିରେ ରୂପାନ୍ତରିତ ହୋଇଗଲା। ଜୀବନଟା ଠିକ୍ ଏମିତି, ଦୁଃଖ ସୁଖ କାହାର କିଛି ଠିକଣା ନାହିଁ। କେତେବେଳେ ଦୁଃଖ ଆସିବ, କେତେବେଳେ ସୁଖ ଆସିବ। ଆମେ ମନକୁ ଦୃଢ଼ କରି ବଞ୍ଚିବାର ଅଛି। ସେଠି ବି ମା ଲକ୍ଷ୍ମୀ ଅଛନ୍ତି। କେଉଁଠି କହିଲେ? ଏଇଟା ପୁରା ଅଲାରନାଥ କଥା। ସେଠି ଦୋକାନରେ ବି ଖଡ଼ି ମିଳୁଥିଲା। ମୁଁ ସବୁଥର ଭାବେ ପୁରୀ ଗଲାବେଳେ ବେଗରେ ଖଣ୍ଡେ ଖଡ଼ି ପକାଇକି ଯିବି, ଏଇ ଯେଉଁ ଫୁଲ କରିବା ପାଇଁ, କିନ୍ତୁ କେବେ ବି ମୋର ମନେ ପଡ଼େନି। ମୁଁ ତ ପୁରୀ ବାହାରିଲେ ଏତେ ତରତର ହୁଏ ଯେ ସବୁ ଭୁଲିଯାଏ। ସେଠି କାର୍ତ୍ତିକ ମୋ ପାଇଁ ଗୋଟେ ଖଡ଼ି ଯୋଗାଡ଼ କରି ଆଣିଦେଲେ। এই ପ୍ରଥାଟି ଆପଣମାନେ ସମସ୍ତେ ଜାଣିଥିବେ। ମା ଲକ୍ଷ୍ମୀଙ୍କ ମନ୍ଦିରରେ ପାଦପଦ୍ମ ଚିତା କରାଯାଏ। ମୁଁ ଚିତା କରିସାରିଲା ବେଳକୁ ଦେଖୁନାହାନ୍ତି, କାର୍ତ୍ତିକଙ୍କର ଏମିତି ଗୋଟେ ଆର୍ଟିଷ୍ଟିକ୍ ଗୁଣ ବି ଅଛି, ମୁଁ ଜାଣିନଥିଲି। ସିଏ ଯେମିତି ଆଙ୍କିବାକୁ ଆରମ୍ଭ କଲେ, ଚୁଙ୍ଗା ପାଖରେ ବସି ଭିଡ଼ିଓ କରିବାକୁ ଲାଗିଲା। ଦେଖନ୍ତୁ, ସିଏ ବି କେତେ ସୁନ୍ଦର ପାଦପଦ୍ମ ଆଙ୍କିଛନ୍ତି। ଚିତ୍ର ଆଙ୍କିବା, ଗୀତ ଗାଇବା, ଏଇଭଳିଆ ସଉକକୁ ମୁଁ ସବୁବେଳେ ପ୍ରୋତ୍ସାହିତ କରେ। ଏସବୁ କଲେ ମନ ବହୁତ ସ୍ଥିର ହୁଏ, କାହିଁକିନା ଏଗୁଡ଼ା ସବୁ ସ୍ଥିର କାମ। ଅଲାରନାଥଙ୍କ ପାଖରେ ଏମିତି ଖୁସି ମଜାରେ କିଛି ସମୟ କଟେଇ ଦେଲୁ। ଆମେ ଜମା ବି ବ୍ୟସ୍ତ ହେଉନଥିଲୁ, କାହିଁକିନା ପୁରୀକି ତ ଡେରିରେ ପହଞ୍ଚିବା ଦରକାର ବୋଲି ଆମର ଅଲାରନାଥ ଯୋଗ ପଡ଼ିଗଲା। ହେଲେ ମୁଁ ଭାବୁଥିଲି, ସତରେ ଆଜି ମହାପ୍ରଭୁ ମୋତେ ଡାକି ଆଣିଛନ୍ତି। କେତେ ଡହଳ ବିକଳ ମୁଁ ନ ହେଇଛି ସ୍ନାନ ପୂର୍ଣ୍ଣମୀରେ ଆସିପାରିଲିନି ବୋଲି। ସେଇଠି ବୁଲୁ ବୁଲୁ ଏଇ ପିଲାମାନଙ୍କ ସହିତ ମୋର ଭେଟ ହୋଇଗଲା। ସେମାନେ ପୁରା ଆମ ଜୀବନ ସରାଗର ପରିବାରର, ନହେଲେ ମୋତେ ଦେଖି ଆଉ କିଏ ବା ଅଚିହ୍ନା ଜାଗାରେ ଏତେ ଖୁସି ହେବ। ସେ 3 ସାଙ୍ଗଙ୍କୁ, ସେଠି 4 ସାଙ୍ଗଙ୍କୁ ଦେଖି ମୋତେ ବହୁତ ଖୁସି ଲାଗିଲା। ସବୁବେଳେ ଅଳ୍ପ ବୟସର ପିଲାମାନେ ମୋ ଭିଡ଼ିଓ ଦେଖୁଛନ୍ତି ଜାଣିଲେ ମୋତେ ବହୁତ ଖୁସି ଲାଗେ। ଆଜିକାଲି ପିଲାମାନେ ଯେଉଁ ଭଳିଆ ମନୋଭାବର, ସେମାନଙ୍କୁ ମୋ ଭିଡ଼ିଓ ଭଲ ଲାଗିବା ଗୋଟେ ବହୁତ ବଡ଼ ଆଶ୍ଚର୍ଯ୍ୟର କଥା। ଆଉ ସେମାନେ ନିଶ୍ଚିତ ଭାବରେ ମୋ ଜୀବନଶୈଳୀକୁ ଭଲ ପାଉଛନ୍ତି, ଆଉ ସେମାନେ ବି ଗୋଟେ ଭିନ୍ନ ମନୋଭାବର ପିଲା। ଏ କଥା ଦିନକୁ ଦିନ ମୋ ମନରେ ଦୃଢ଼ ହେବାରେ ଲାଗିଛି। ସେଥିପାଇଁ ଆମ ପରିବାର ନ ବଢ଼ିଲେ ବି ମୋର ଦୁଃଖ ନାହିଁ, କିନ୍ତୁ ଯେଉଁମାନେ ଆମ ପରିବାରଭୁକ୍ତ, ସେମାନେ କେବଳ ଗୋଟେ ଭିଡ଼ିଓ ଦେଖିବା ପାଇଁ ଦେଖୁନାହାନ୍ତି,
ସେମାନେ ସମସ୍ତେ ଆମେ ଗୋଟିଏ ମନୋଭାବର ମଣିଷ। ଆମମାନେ ଯେଉଁମାନେ କି ଗୋଟେ ସରଳ ଜୀବନଯାପନର ପଦ୍ଧତିକୁ ପସନ୍ଦ କରୁଛନ୍ତି ବା ଅତ୍ୟାଧୁନିକତାକୁ ପସନ୍ଦ କରୁନାହାନ୍ତି। ଏଇ ବିଶ୍ୱାସ ମୋର ଧୀରେ ଧୀରେ ଦୃଢ଼ ହେଉଛି। ଆଗରୁ ତ କହିଛି 18 ନଳାଠୁ କାର୍ତ୍ତିକ ଆମ ସାଙ୍ଗରେ ମିଶି ଯାଇଛନ୍ତି। ଯେହେତୁ ଗାଈ ଗୋରୁ କାମ ସବୁ ସରିଯାଇଥିଲା, ଆଉ ପରଦିନ ସ୍କୁଲ ଥିବାରୁ ବୋହୂମାନେ ବା ପିଲାମାନେ ଯିବାର କୌଣସି ସମ୍ଭାବନା ନଥିଲା। ସୁବିଧା ଯେହେତୁ ଜୁଟୁଛି, ଶିବଟାକୁ କାହିଁକି ନ ନେଇଯିବି, ଆମେ ଶିବକୁ ବି ସାଙ୍ଗରେ ନେଇଯାଇଥିଲୁ। ସ୍କୁଲରେ ପଢ଼ିଲା ବେଳେ ପ୍ରାୟ 5-7 ବର୍ଷ ତଳେ ଶିବ ଥରେ ପୁରୀ ଆସିଥିଲା। ଏବେ ଯେହେତୁ ସେ ବହୁତ ଦିନ ହେଲା ଦେଖିନି, ତାକୁ ଆମେ ସାଙ୍ଗରେ ନେଇଯାଇଥିଲୁ। ଅଲାରନାଥରେ ଆମେ ବହୁତ ଖୁସିର ସମୟ କଟିଲୁ। ତାପରେ ଆମେ ଭୋଗ ମଣ୍ଡପକୁ ଗଲୁ। ଆଗରୁ ଥରେ ମୁଁ ଯାଇଥିଲି, ସେଠି କେବଳ କ୍ଷୀରି ବିକ୍ରି ହେଉଥିଲା ଆଉ ଶୁଖିଲି ଭୋଗ। ଆଜି ତ ଦେଖିଲା ବେଳକୁ ଯେଉଁ ସୁନ୍ଦରିଆ ଡାଲମା, ଭାତ, ଖିଚୁଡ଼ି, କ୍ଷୀରି ସବୁ ତ ମିଳୁଛି। ଆଉ ସେଠୁ ଆଉ ନ ଖାଇକି ଆମେ ଆସିବୁ କି? ସତକୁ ସତ ବି 10:30 ପରେ ହେଲାଣି, ଠିକ୍ ଖିଆପିଆ ବେଳ। ତେଣୁ ଆମେ ସମସ୍ତେ ସେଇଠି ସାଙ୍ଗ ହୋଇ ଖାଇବାର ଯୋଜନା କଲୁ। ଖାଇବା ମଣ୍ଡପକୁ ଗଲାବେଳକୁ ଦେଖିଲି ସେଇ ପିଲାମାନେ ସବୁ ସେଇଠି ବସି ଖାଉଛନ୍ତି, ଯେଉଁ ଆମ ଜୀବନ ସରାଗ ପିଲାମାନେ। ମୁଁ କହିଲି, ବାପାରେ, ତୁମକୁ ଦେଖି ମୋତେ ବହୁତ ଖୁସି ଲାଗିଲା। ସାଙ୍ଗସାଥି ହେଇ ନାଟ ସିନେମା ଯାଉଛନ୍ତି, କୌଣସି ଜାଗା ମାନେ ପିକନିକ୍ ସ୍ପଟ୍ ବୁଲିବାକୁ ଯାଉଛନ୍ତି ବା ଭୋଜି ଭାତ କରୁଛନ୍ତି। ତୁମେମାନେ ମିଳିମିଶି ଆସି ଠାକୁର ଦର୍ଶନ କରି ଏଠି ପ୍ରସାଦ ପାଉଛ, ମୋତେ ବହୁତ ଖୁସି ଲାଗିଲା। ଆମେ ସବୁ ସେଇଠି ସାଙ୍ଗ ହୋଇ ବସି ପ୍ରସାଦ ଖାଇଲୁ। କିନ୍ତୁ କେମିତି କ'ଣ ବାଉଳା ହେଇଛି କେଜାଣି, ଆମ ଖାଇବା ବେଳର ଭିଡ଼ିଓ କାହିଁ ମୁଁ କରିନଥିଲି। ମୁଁ ତ ବିକଳିଆଟା, ସେ ଅମୃତ ସମାନ ପ୍ରସାଦ ଦେଖି ବିକଳିଆ ହେଇ ବୋଧେ ଖାଉଥିଲି ଆଉ। ତାପରେ ଆମେ ଖାଇ ପିଇ ବଡ଼ସିଂହାର ବେଶ ଦେଖିକି ପୁଣି ପୁରୀ ଅଭିମୁଖେ ବାହାରିଲୁ। ସତ କହୁଛି, ସେଦିନ ମୋ ପାଇଁ ଏତେ ଆନନ୍ଦଦାୟକ ଥିଲା। ଦିନ ତ ନୁହେଁ, ରାତି। ମୁଁ ଏତେ ତୃପ୍ତ ହେଇକି ଫେରୁଥିଲି ଅଲାରନାଥରୁ, କ'ଣ କହିବି। ମୋର କୁଆଡ଼େ ମନ ଲାଗୁନଥିଲା। ଖାଲି ଭାବୁଥିଲି ମୁହୂର୍ତ୍ତ ଭିତରେ ମହାପ୍ରଭୁ ଚାହିଁଲେ କେମିତି ପରିବର୍ତ୍ତନ କରନ୍ତି। ଗୋଟାଏ ମୁହୂର୍ତ୍ତରେ ନ ଆସିପାରିବାର ଦୁଃଖ, ଆଉ ପର ମୁହୂର୍ତ୍ତରେ ପୁଣି ଘରୁ ଗୋଡ଼ କାଢ଼ିବା। ଯେତେବେଳେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୋଡ଼ କାଢ଼େ, ସବୁବେଳେ ମନରେ ଦ୍ୱନ୍ଦ୍ୱ ଥାଏ। କି ଠାକୁର ସିଏ, କି ନୀତି ତାଙ୍କର, କ'ଣ ବା ବେଳ କାଳ। କେବେ ଗଲେ ପୁରା ଫାଙ୍କା, କେବେ ଗଲେ ଭିଡ଼। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼େ, ଆଜିର ଦର୍ଶନ କେମିତି କ'ଣ ହେବ। ସେଥିପାଇଁ ମନ ଭିତରେ ମୋର ସବୁବେଳେ ଭାବନା ଥାଏ। ସେମିତି ଭାବି ଭାବି ଆସି ବଡ଼ଦାଣ୍ଡରେ ପହଞ୍ଚିଗଲୁ। ଆଉ ଗାଡ଼ି ରଖି ମନ୍ଦିର ଅଭିମୁଖେ ଗଲୁ। ମନ ଖୁସି ଥାଏ ଏଇଥିପାଇଁ ଯେ ଅଲାରନାଥର ପ୍ରସଙ୍ଗ ମନରେ ନଥାଇକି ବି ସୁନ୍ଦର ଭାବରେ ଅଲାରନାଥ ଦର୍ଶନ ହେଲା, ପ୍ରସାଦ ସେବନ ହେଲା, ବଡ଼ସିଂହାର ବେଶ ବି ଦେଖିବାର ସୁଯୋଗ ମିଳିଲା। ଏବେ ରଥଖଳା ପାର ହେଇ ଠାକୁରଙ୍କ ଆଡ଼କୁ ଯାଉଥାଏ, ମନରେ ଭାବୁଥାଏ, ହେ ମହାପ୍ରଭୁ, ଆଜି କିଭଳି ଦର୍ଶନ ଦେବ, ତମ ଇଚ୍ଛା। ଅଚାନକ ଆଣିଛ, ତେଣୁ ବିଶ୍ୱାସ ରହୁଛି ଯେ ତମେ ହିଁ ମୋତେ ଡାକି ଆଣିଛ। କୌଣସି ଯୋଜନା ନଥାଇ ଯେଉଁଥର ଅତି ଅଚାନକ ଭାବରେ ଯାଏ ନା, ସେଥର ସବୁ କାମ ଆହୁରି ସୁନ୍ଦର ଭାବରେ ହୁଏ। ଇଚ୍ଛାମୟଙ୍କର ଇଚ୍ଛାଟା ହିଁ ସେଦିନ ପ୍ରବଳ ଥାଏ, ନିଜର କୌଣସି ଉଦ୍ୟମ ନଥାଏ। ଅନ୍ତରରୁ ଖାଲି ଡାକୁଥିଲି ସିନା, ଆଉ ରବିବାର ଦିନ ଯେ ମୁଁ ଆସିପାରିବି, ସେ ଆଶା ମୋର ଆଦୌ ହିଁ ନଥିଲା। ଯାହା ବି ହେଉ, ଆମେ ଯାଇ ମନ୍ଦିର ଭିତରେ ପଶିଲୁ। ଦେଖିଲା ବେଳକୁ ପଟିଦିଅଁଙ୍କର ସେବା ସରି ଅଣସର ଦିଅଁଙ୍କର ସେବା ଚାଲିଛି। ତେଣୁ ଅଣସର ଦିଅଁଙ୍କ ସେବା ସରିଲେ ପୁଣି ପଟିଦିଅଁଙ୍କର ଦ୍ୱାର ଫିଟା ହେବ। ଆମେ ଭାବିଲୁ, ଆସିଛେ ତ, ଏ ସୁଯୋଗ କ'ଣ ଜୀବନରେ ଆଉ କେବେ ଆସିବ? ଆମେ ସେଇଠି ରହିଲୁ କିଛି ସମୟ ଲକ୍ଷ୍ମୀ ମନ୍ଦିରରେ, ଲକ୍ଷ୍ମୀଙ୍କ ମଣ୍ଡପରେ, ଆଉ କିଛି ସମୟ ନାଟ ମଣ୍ଡପରେ, ଯେଉଁଠି ଶହ ଶହ କୋଟି ଭକ୍ତଙ୍କର ପାଦର ଧୂଳି ପଡ଼ିଥାଏ, ଯେଉଁଠି ଭକ୍ତମାନେ ଆବେଗପୂର୍ଣ୍ଣ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରୁଥାନ୍ତି। ସେଇ ନାଟ ମଣ୍ଡପରେ ମୁଁ କିଛି ସମୟ ଲମ୍ବ ହେଇ ଶୋଇପଡ଼ିଲି। ଶୋଇନଥିଲି ମହାପ୍ରଭୁଙ୍କ ପାଦ ତଳେ ଧାରଣା ପଡ଼ିଥିଲି। ତାପରେ ସତକୁ ସତ 2:45, 3ଟା ପାଖାପାଖିରେ ପହଡ଼ ଫିଟିଲା। ପଟିଦିଅଁଙ୍କର ଦର୍ଶନ କଲି। ମନ ବହୁତ କଷ୍ଟ ହେଲା। ସ୍ତିମିତ ଦୀପ ଆଲୋକରେ ଯେଉଁ ରତ୍ନ ସିଂହାସନ ସମ୍ୟକ୍ ଦେଖାଯାଉଥିଲା। ଘର ଭିତରେ ମୁରବୀ ଅସୁସ୍ଥ ହେଲେ ସବୁଆଡ଼ର ବାତାବରଣ ଯେମିତି ନୀରବ ନିଶ୍ଚଳ ହୋଇଯାଏ। ଶ୍ରୀମନ୍ଦିରର ଘୋଘା ପରିବେଶ ନଥାଇ ପରିବେଶ ଠିକ୍ ସେମିତି ଲାଗୁଥିଲା। ଜୀବନରେ ଗୋଟାଏ ନୂଆ ଅନୁଭବକୁ ସାଙ୍ଗରେ ଧରି ମୁଁ ଫେରି ଆସିଲା ବେଳେ ଅର୍ଦ୍ଧନିର୍ମିତ ରଥ, ଅର୍ଦ୍ଧନିର୍ମିତ ତ ନୁହେଁ,
କାଠର ନିର୍ମାଣ କାମ ସରିଛି, ସଜାସଜି କାମ ବାକି ଅଛି। ମୁଁ ବାରମ୍ବାର ସେଠିକି ଯାଇକି ମୋର ଫଟୋ ଉଠାଉଥିଲି। ଆଉ ଇଏ ମୋତେ ଖାଲି ଚଞ୍ଚଳ ଆସ ବୋଲି କହୁଥିଲେ। ତାଙ୍କ ସାଙ୍ଗେ ଭିଡ଼ିଓ କରିବା ସବୁବେଳେ ହିଁ କଷ୍ଟଦାୟକ। କେତେ ଡାକି ହାକି ତାଙ୍କ ସାଙ୍ଗେ ମୁଁ ଭିଡ଼ିଓ କରିବି, ହେଲେ ମୁଁ ତ ସବୁବେଳେ ଯୁଆଡ଼େ ଗଲେ ବି ସେ ସ୍ମୃତିକୁ ଫଟୋ ମାଧ୍ୟମରେ ଧରି ରଖେ। ଯାହା ବି ହେଉ, ଆଜିର ଏ ଭିଡ଼ିଓଟା ଏତେ ମୋତେ ଆନନ୍ଦ ଦେଇଥିଲା, ସେ ସମୟ କ'ଣ କହିବି। 6:45ରୁ 7:15 ଭିତରେ ମୁଁ ଘରୁ ବାହାରିଲି। ଆଉ ଘରେ ଆସି ପହଞ୍ଚିଲା ବେଳକୁ ପୁଣି ଆଲୁଅ ହେଇଯାଇଛି, 5:30 ପାଖାପାଖି ହେଇଯାଇଥିଲା। ଏ ସମୟ ସବୁ ବହୁତ ସୁନ୍ଦର ଭାବରେ ବିତିଲା। ଗୋଟିଏ ଜିନିଷର ଅଭାବ ରହିଯାଇଥିଲା, ମୋତେ ଟିକେ ନାଲି ଚାହା କି କଫି ମିଳିଲାନି। କିନ୍ତୁ ମନ ଏତେ ଖୁସି ଥିଲା ଯେ ସେ ଜିନିଷର ଅଭାବ ମୁଁ ଅନୁଭବ କରିପାରିଲିନି। ଆସିବା ପୂର୍ବରୁ କାର୍ତ୍ତିକ ତାଙ୍କ ଘରକୁ ଗଲେ, ଆଉ ଆମେ ଆମ ରାସ୍ତାରେ ଆସିଲୁ। ବାଟ ଯାକ ଖାଲି ସେଇ କଥା ପଡ଼ିଲା। ସତରେ ସିଏ ଚାହିଁଲେ କ'ଣ ନ ହୁଏ। ତେଣୁ ଆମେମାନେ ସବୁବେଳେ ଜୀବନକୁ ଧୈର୍ଯ୍ୟର ସହିତ ଅତିକ୍ରାନ୍ତ କରିବା କଥା। ଦୁଃଖ ଆସିଲେ ଭାଙ୍ଗି ପଡ଼ିବା ଉଚିତ ନୁହେଁ। ସୁଖ ଆସିଲେ ବି ଅତ୍ୟଧିକ ବିଭୋର ହୋଇକି ଉଚ୍ଚାଟ ହେବା ବି ଉଚିତ ନୁହେଁ। ଏଇଟା ଏତେ ସହଜ କଥା ନୁହେଁ, କଷ୍ଟ ବି ନୁହେଁ। ଜୀବନରେ ପ୍ରୟାସ କଲେ ସବୁକିଛି କରିହୁଏ। ପୁରୀ ଛାଡ଼ି ଆସିଲା ବେଳେ ମୁଁ ବାରମ୍ବାର ବୁଲି ବୁଲି ଅନଉଥିଲି, କେଉଁଠୁ ଟିକେ ପୁଣି ଶ୍ରୀମନ୍ଦିର ଦେଖାଯିବ କି। ନା, ଶ୍ରୀମନ୍ଦିର ନୁହେଁ, ଜୟ ଶ୍ରୀ ଜଗନ୍ନାଥ ଲେଖା ହେଇଥିବା ଲେଖାକୁ ଦେଖି ପୁରୀ ସହରକୁ ବିଦାୟ ଦେଇ ପୁଣି ଫେରି ଆସିଲି। ହେଲେ ଜଗାକୁ କ'ଣ ବିଦାୟ ଦେଇ ହୁଏ କି? ସେ ପୁରା ସବୁଦିନ ଅନ୍ତରରେ ବିରାଜିତ ଅନ୍ତର୍ଯ୍ୟାମୀ ମହାପ୍ରଭୁ। ସେଇଆ ଭାବି ଭାବି ଆସିଲି। ଯେବେ ଯାଏ ଭାବେ ଯେ ଆଜି ଦିନଟା ଯଦି ଯିବି ନା, ଆଉ ମୋଟେ ତରବର ହେବିନି ଯିବା ପାଇଁ। କିନ୍ତୁ ଫେରିଲା ବେଳେ ଭାବେ ମହାପ୍ରଭୁ ପୁଣି କେଉଁ ଦିନ ଆଣିବ, ଚଞ୍ଚଳ ଟିକେ ନେଇ ଆସିବ ମୋତେ। ବାଟରେ ଆସିଲା ବେଳେ ପୁଅ ଗୋଟେ ଦୋକାନକୁ ଯାଇକି ବୁଝୁଥିଲା ନାଲି ଚାହା କି କଫି ମିଳିବ ବୋଲି। ମୁଁ କହିଲି, ତୁ ଆଉ ବ୍ୟସ୍ତ ହୋନାରେ ଧନ, ଆଉ ଅଳ୍ପ ସମୟ ପରେ ଆମେ ଘରେ ପହଞ୍ଚିଯିବା। ସେସବୁର ଆଉ କୌଣସି ଆବଶ୍ୟକତା ନାହିଁ। ତୁ ଯାହା ହଉ ଆଣିବୁ କହିଲୁ ବୋଲି ଜଗା ବି ସିଆଡ଼ୁ ଡୋରି ଲଗେଇଦେଲେ। ଆମେ କି ସୁନ୍ଦର ଭାବରେ ଆସିକି ଆନନ୍ଦମୟ ରାତିଟିଏ ପୁହାଇ ଦେଲେ, ଯାହା ସାରା ଜୀବନ ପାଇଁ ଗୋଟେ ଅମୃତମୟ ସ୍ମୃତି ହେଇ ରହିବ। ଦେଖୁନାହାନ୍ତି, ପୁରା ଆଲୁଅ ଆସିଯାଇଥିଲା, ଲିପି ଯାଇକି ଗେଟ୍ ଖୋଲିଲା, ଆଉ ଆମେ ଖୁସିରେ ଘରକୁ ଆସିଲୁ। ସତରେ କେଡ଼େ ସୌଭାଗ୍ୟର ଏ ରାତି, ସାରା ଜୀବନ ପାଇଁ ମୁଁ ଭୁଲି ପାରିବିନି। ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା, ଜୟ ଗୁରୁଦେବ।